ସାଙ୍ଗମାନେ, ଜୀବନରେ ସବୁଠାରୁ ବଡ଼ ଦୁଃଖ କ'ଣ ହୋଇଥାଏ ଜାଣିଛନ୍ତି କି? ଗରିବ ନୁହେଁ, ରୋଗ ନୁହେଁ, ଅସଫଳତା ନୁହେଁ। ଜୀବନରେ ସବୁଠାରୁ ଦୁଃଖ ହୋଇଥାଏ ଯେବେ କେହି ନିଜର ଲୋକ ଧୋକା ଦିଏ। ଗୋଟିଏ ଲୋକ ଯାହା ଉପରେ ସେ ନିଜେ ଆଖି ବନ୍ଦ କରିକି ଭରସା କଲା, ଯାହା ପାଇଁ ନିଜର ନିଦ ଖରାପ କଲା, ଯାହାକୁ ସେ ନିଜର ସବୁ କିଛି ବୁଝିଲା, ସେ ଯଦି ତାକୁ ଧୋକା ଦେଇଦେବ ତ ସେହି ଦୁଃଖର କିଛି ଔଷଧ ନଥାଏ। ଆଜି ମୁଁ ଆପଣଙ୍କୁ ବତାଇବାକୁ ଯାଉଛି ଏମିତି 5 ପ୍ରକାର ଲୋକମାନଙ୍କ ବିଷୟରେ ଯିଏ ସବୁବେଳେ ଧୋକା ଦେଇଥାନ୍ତି। ଏବଂ ସବୁଠାରୁ ବିପଦର କଥା ଏହା ଅଟେ ଯେ ଏହି ଲୋକ ଆପଣଙ୍କ ବହୁତ ନିକଟତର ହୋଇଥାନ୍ତି। ଏତେ ନିକଟ ହୋଇଥାନ୍ତି ଯେ ଆପଣ ଭାବି ମଧ୍ୟ ପାରିବେ ନାହିଁ। କିନ୍ତୁ ବାସ୍ତବରେ ଏହା ଅଟେ ଯେ ସବୁଠାରୁ ବଡ଼ ଧୋକା ଦୂର ସମ୍ପର୍କୀୟଙ୍କ ଠାରୁ ନୁହେଁ, ବରଂ ନିଜ ଲୋକଙ୍କ ଠାରୁ ହିଁ ମିଳିଥାଏ। ଯଦି ଜୀବନରେ ଧୋକାଠାରୁ ବଞ୍ଚିବାକୁ ଚାହୁଁଛନ୍ତି, ଯଦି ଆପଣ ନିଜ ହୃଦୟକୁ ଭାଙ୍ଗିବାରୁ ବଞ୍ଚାଇବାକୁ ଚାହୁଁଛନ୍ତି, ତ ଏହି ଭିଡ଼ିଓକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅବଶ୍ୟ ଦେଖନ୍ତୁ। ଏବଂ ହଁ, ଯଦି ଆପଣ ଏହି ଚ୍ୟାନେଲକୁ ନୂଆ ଆସିଛନ୍ତି, ତ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ ମଧ୍ୟ କରିଦିଅନ୍ତୁ। ଚାଲନ୍ତୁ ଆରମ୍ଭ କରିବା ଏବଂ ଜାଣିବା ଏହି 5 ପ୍ରକାର ଲୋକମାନଙ୍କ ବିଷୟରେ ଯିଏ ସବୁବେଳେ ଧୋକା ଦେଇଥାନ୍ତି ଏବଂ ଯାହାଠାରୁ ଆପଣଙ୍କୁ ସାବଧାନ ରହିବା ବହୁତ ଜରୁରୀ ହୋଇଥାଏ। 1. ଯିଏ ସବୁବେଳେ ନିଜର ପ୍ରଶଂସା କରାଇଥାଏ। ତ ସାଙ୍ଗମାନେ, ସବୁଠାରୁ ପ୍ରଥମେ ସେହି ମଣିଷ ଅଟେ ଯିଏ ସବୁବେଳେ ନିଜର ହିଁ ପ୍ରଶଂସା କରାଇଥାଏ। ଏମିତି ଲୋକ ସବୁ ସମୟରେ ନିଜ ବିଷୟରେ କଥା ହୋଇଥାନ୍ତି। ସେ ଆପଣଙ୍କ ସହିତ ଭେଟ ହେଲେ କହିବେ, ୟାର, ମୁଁ ଆଜି ଏତେ ବଡ଼ କାମ କଲି। ମୋତେ ତ ଲୋକମାନେ ବହୁତ ରେସ୍ପେକ୍ଟ କରନ୍ତି। ମୋର ବିନା ତ କିଛି ମଧ୍ୟ ହୋଇପାରିବ ନାହିଁ। ଏହି ଲୋକଙ୍କର ଦୁନିଆରେ ଖାଲି ସେ ନିଜେ ହିଁ ହୋଇଥାନ୍ତି। ଏବଂ ପ୍ରଶ୍ନ ଏହା ଅଟେ ଯେ ଏହି ଲୋକ ଧୋକା କାହିଁକି ଦିଅନ୍ତି? ସାଙ୍ଗମାନେ, ଯେଉଁ ମଣିଷ ଖାଲି ନିଜ ବିଷୟରେ ଭାବିଥାଏ ସେ ଆପଣଙ୍କ ବିଷୟରେ କେବେ ଭାବି ମଧ୍ୟ ପାରିବ ନାହିଁ। ଯେବେ ମଧ୍ୟ କୌଣସି ବିପଦ ଆସିବ ତ ଏମିତି ଲୋକମାନେ ସବୁଠାରୁ ପ୍ରଥମେ ନିଜକୁ ହିଁ ବଞ୍ଚାଇଥାନ୍ତି ଏବଂ ତୁମକୁ ଏକା ଛାଡ଼ିଦେବେ। ଏମିତି ଲୋକମାନେ ଆପଣଙ୍କର ବ୍ୟବହାର କରିଥାନ୍ତି ନିଜର ପ୍ରଶଂସା କରାଇବା ପାଇଁ, ନିଜ ଇଗୋକୁ ସାଟିସ୍ଫାଏ କରାଇବା ପାଇଁ। କିନ୍ତୁ ଯେବେ ଆପଣଙ୍କୁ ତାଙ୍କର ଆବଶ୍ୟକ ହୋଇଥାଏ ତେବେ ଏହି ଲୋକ ଗାୟବ ହୋଇଯାଆନ୍ତି। ମୁଁ ଏମିତି ବହୁତ ଲୋକଙ୍କୁ ଦେଖିଛି ଯିଏ ସବୁବେଳେ ନିଜର ବଣପଣିଆ କଥା କହିଥାନ୍ତି ଏବଂ ବିଶ୍ୱାସ କରନ୍ତୁ, ଯେବେ ଏମାନଙ୍କ ଉପରେ ସଙ୍କଟ ଆସିଥାଏ କିମ୍ବା ଯେବେ ଏମାନଙ୍କୁ ସାହାଯ୍ୟ ମଗାଯାଏ ତ ଏହିମାନେ ସବୁଠାରେ ପ୍ରଥମେ ହିଁ ଭାଗନ୍ତି। କାରଣ ଏମାନଙ୍କର ପ୍ରେମ ଖାଲି ନିଜ ପ୍ରତି ହିଁ ହୋଇଥାଏ, ଅନ୍ୟ କାହା ପ୍ରତି ବିଲକୁଲ ବି ମଧ୍ୟ ନୁହେଁ। ଯଦି ଆପଣଙ୍କ ଜୀବନରେ ମଧ୍ୟ ଏମିତି ଲୋକ ଅଛନ୍ତି ଯେ ସବୁ ସମୟରେ ଖାଲି ନିଜର କଥା କହିଥାନ୍ତି, ଆପଣଙ୍କର କେବେ ଶୁଣାଇ ନଥାନ୍ତି, ତ ସାବଧାନ ରୁହନ୍ତୁ। ଏମିତି ଲୋକ କୌଣସି ଦିନ ଆପଣଙ୍କୁ ଧୋକା ଦେଇପାରିବେ। 2. ଯିଏ ଆପଣଙ୍କର ଦୁର୍ବଳତାକୁ ଜାଣିବାକୁ ଚାହେଁ। ଦ୍ୱିତୀୟ ନମ୍ବରରେ ସେହି ମଣିଷ ଆସିଥାଏ ଯିଏ ସବୁବେଳେ ଆପଣଙ୍କର ଦୁର୍ବଳତାକୁ ଜାଣିବାକୁ ଚେଷ୍ଟା କରିଥାଏ। ଏହି ଲୋକମାନେ ବହୁତ ଚାଲାକ ଟାଇପର ହୋଇଥାନ୍ତି। ସାଙ୍ଗମାନେ, ଏମାନେ ଆପଣଙ୍କ ସହିତ ବହୁତ ଭଲରେ, ବହୁତ ନିଜର ପଣିଆରେ କଥା ହୋଇଥାନ୍ତି। କହନ୍ତି, ତୁମେ ମୋତେ ନିଜର ଭାଇ ବୁଝ, ମୋତେ କୌଣସି କଥା ଲୁଚାଅ ନାହିଁ, ମୁଁ ଅଛି ତୁମ ସହିତ। ଏବଂ ପୁଣି ଧୀରେ ଧୀରେ ଏମାନେ ଆପଣଙ୍କର ସବୁ ଦୁର୍ବଳତା, ଆପଣଙ୍କର ସବୁ ରହସ୍ୟ, ଆପଣଙ୍କର ସବୁ ଚିନ୍ତା ଜାଣିଯାଆନ୍ତି। କିନ୍ତୁ ଏହି ତଥ୍ୟ ଏକାଠି କାହିଁକି କରିଥାନ୍ତି? ସାଙ୍ଗମାନେ, ଏହି ଲୋକ ଆପଣଙ୍କର ଦୁର୍ବଳତା ଏଥିପାଇଁ ଜାଣନ୍ତି ଯେ ଠିକ୍ ସମୟରେ ଆପଣଙ୍କୁ ବ୍ଲାକମେଲ୍ କରିପାରିବେ, ଆପଣଙ୍କୁ ନିଜ ଦେଖାଇ ପୁଣି ନିଜ ଫାଇଦା ପାଇଁ ଆପଣଙ୍କର ବ୍ୟବହାର କରିପାରିବେ। ମୁଁ ଜୀବନରେ ଏମିତି ବହୁତ ଲୋକଙ୍କୁ ଦେଖିଛି ଯେଉଁମାନେ ପ୍ରଥମେ ବହୁତ ନିକଟକୁ ଆସିଥାନ୍ତି, ସବୁ ରହସ୍ୟ ଜାଣିଥାନ୍ତି ଏବଂ ପୁଣି ଯେବେ ସ୍ୱାର୍ଥ ପୂରଣ ହୋଇଯାଏ ତ ସେହି ରହସ୍ୟ ଦୁନିଆର ସାମ୍ନାରେ ରଖିଦିଅନ୍ତି। ଏମିତି ଲୋକ ବହୁତ ଚାଲାକ ଟାଇପର ହୋଇଥାନ୍ତି। ଏମାନେ ଆପଣଙ୍କୁ କମ୍ଫର୍ଟେବଲ କରାଇଥାନ୍ତି ଯେ ଆପଣ ତାଙ୍କୁ ସବୁ କିଛି ବତାଇ ଦିଅନ୍ତୁ। କିନ୍ତୁ ମନେ ରଖନ୍ତୁ, ଯେଉଁ ଲୋକ ଆବଶ୍ୟକ ଠାରୁ ଅଧିକ ଆପଣଙ୍କ ପର୍ସନାଲ ଲାଇଫରେ ଇଣ୍ଟରେଷ୍ଟ ନେଇଥାଏ, ଯେ ସବୁବେଳେ ଆପଣଙ୍କର ପ୍ରୋବ୍ଲେମ ବିଷୟରେ ପଚାରିଥାଏ, ସେ ଆପଣଙ୍କର ଶୁଭଚିନ୍ତକ କେବେ ମଧ୍ୟ ହୋଇନଥାଏ। ଆପଣଙ୍କର ଖୁସିରେ ଯିଏ ଖୁସି ହୋଇଥାଏ ସେ ଅସଲି ସାଙ୍ଗ ହୋଇଥାଏ, ନା ତ ଯିଏ ଆପଣଙ୍କର ଦୁର୍ବଳତାକୁ କଲେକ୍ଟ କରିଥାଏ। 3. ଯେଉଁ ଲୋକ ଦୁଇ ମୁହଁ ଚେହେରାବାଲା ହୋଇଥାଏ। ତୃତୀୟ ନମ୍ବରରେ ଆସିଥାଏ ସବୁଠାରୁ ଖତରନାକ ମଣିଷ। ସେ ଅଟେ
ଯିଏ ଦୁଇ ମୁହଁବାଲା ହୋଇଥାଏ। ଏମିତି ଲୋକ ଆପଣଙ୍କର ସାମ୍ନାରେ କିଛି ହୋଇଥାଏ ଏବଂ ଆପଣଙ୍କର ପଛପଟେ ଅନ୍ୟ କିଛି ହୋଇଥାଏ ଏବଂ ଯେବେ ଆପଣ ତାଙ୍କର ସାମ୍ନାରେ ଥାଆନ୍ତି ତ ସେ କହନ୍ତି, ୟାର ତମେ ତ ମୋର ସବୁଠାରୁ ଭଲ ସାଙ୍ଗ ଅଟ, ତମର ବିନା ତ ମୋର ଜୀବନ ଅଧୁରା ଅଟେ, ମୁଁ ତ ତମ ପାଇଁ କିଛି ମଧ୍ୟ କରିପାରିବି। କିନ୍ତୁ ଯେମିତି ହିଁ ଆପଣ ସେଠାରୁ ଚାଲିଯିବେ ଏହି ମଣିଷ ଆପଣଙ୍କ ବିଷୟରେ ଖରାପ କହିବା ଆରମ୍ଭ କରିଦିଏ। ଏହି ଲୋକ ଏତିକି ଚାଲାକ ଥାଆନ୍ତି ଯେ ଏମାନଙ୍କର କିଛି ଅସଲି ଚେହେରା ନଥାଏ। ଏମାନେ ସମସ୍ତଙ୍କର ସାମ୍ନାରେ ଅଲଗା ଅଲଗା ମାସ୍କ ପିନ୍ଧିଥାନ୍ତି। ଆପଣଙ୍କର ସାମ୍ନାରେ ଆପଣଙ୍କ ସାଙ୍ଗ ବନି ଯାଆନ୍ତି କିନ୍ତୁ ଅନ୍ୟମାନଙ୍କର ସାମ୍ନାରେ ଆପଣଙ୍କର ଖରାପ କଥା କୁହନ୍ତି ଏବଂ ସବୁଠାରୁ ବଡ଼ କଥା ଏମାନେ ଅନ୍ୟର ସାମ୍ନାରେ ମଧ୍ୟ ସେମିତି ହିଁ କରନ୍ତି। ଏମାନେ ଆପଣଙ୍କଠାରେ ଅନ୍ୟର କାହାର କଟୁ କଥା କହିବେ ଏବଂ ଅନ୍ୟକୁ ଆପଣଙ୍କ ବିଷୟରେ ଖରାପ କଥା କହିବେ। ଯଦି କୌଣସି ଲୋକ ଆପଣଙ୍କ ସାମ୍ନାରେ ଅନ୍ୟ କାହାର ଖରାପ କଥା କରିଥାଏ ତ ବିଶ୍ୱାସ କରନ୍ତୁ ସେ ଆପଣଙ୍କ ମଧ୍ୟ ଖରାପ ବିଷୟରେ କହୁଥିବ। କାରଣ ଯେଉଁମାନଙ୍କର ଅଭ୍ୟାସରେ କଟୁ କଥା କହିବାର ଅଛି ସେ କାହାକୁ ଛାଡ଼େ ନାହିଁ। ଏମିତି ଲୋକଙ୍କ ଠାରୁ ଦୂରେଇ ରହିବା ବହୁତ ଜରୁରୀ ଅଟେ। ଏମିତି ଲୋକ ଆପଣଙ୍କର ରେପୁଟେସନ୍ ମଧ୍ୟ ଖରାପ କରିଦେବେ, ଆପଣଙ୍କର ସମ୍ପର୍କ ଭାଙ୍ଗିଦେବେ ଏବଂ ଆପଣଙ୍କର ଜୀବନରେ ବିଷ ଘୋଳିଥାନ୍ତି। ନମ୍ବର 4, ଯେଉଁ ମଣିଷ ଖାଲି ଆବଶ୍ୟକ ବେଳେ ମନେ ପକାଇଥାଏ। ଚତୁର୍ଥ ନମ୍ବରରେ ଆସିଥାଏ ସେହି ଲୋକ ଯେ ଖାଲି ଆବଶ୍ୟକ ସମୟରେ ମନେ ପକାଇଥାଏ। ଆପଣ ଏମିତି ଲୋକଙ୍କୁ ଅବଶ୍ୟ ଦେଖିଥିବେ ଯେବେ ଏମାନଙ୍କୁ ଆପଣଙ୍କଠାରୁ କିଛି ଦରକାର ଥିବ ତ ଏମାନେ ପ୍ରତିଦିନ ଫୋନ୍ କରନ୍ତି, ପ୍ରତିଦିନ ମିଳିବାକୁ ଆସନ୍ତି, ବହୁତ ଭଲରେ କଥା ହୁଅନ୍ତି। କିନ୍ତୁ ଯେମିତି ହିଁ ଏମାନଙ୍କର କାମ ହୋଇଯାଏ ତ ଏମାନେ ବହୁତ ଦିନ ପର୍ଯ୍ୟନ୍ତ ନା ତ ଫୋନ୍ କରନ୍ତି ନା ତ ମେସେଜ କରନ୍ତି। ଏମିତି ଲୋକ ବହୁତ ଧୋକେବାଜ ହୋଇଥାନ୍ତି। ସାଙ୍ଗମାନେ ସମ୍ପର୍କକୁ ବ୍ୟାପାର ଭଳି ଟ୍ରିଟ୍ କରିଥାନ୍ତି। ତାଙ୍କ ପାଇଁ ଆପଣ ଗୋଟିଏ ମଣିଷ ନୁହନ୍ତି ବରଂ ରିସୋର୍ସେସ୍ ଅଟନ୍ତି ଯାହାର ବ୍ୟବହାର ଆବଶ୍ୟକ ହିସାବରେ କରାଯାଇପାରିବ। ଯେବେ ଆପଣଙ୍କଠାରୁ ସାହାଯ୍ୟ ଦରକାର ଥିବ ତ ଏମାନେ ଆପଣଙ୍କୁ ଭାଇ କହିବେ, ସାଙ୍ଗ କହିବେ, କିନ୍ତୁ ଯେବେ ଆପଣଙ୍କୁ ଏମାନଙ୍କର ଆବଶ୍ୟକ ହେବ ତ ଏମାନେ ହଜାରେ ବାହାନା ବନାଇଦେବେ। ମୁଁ ନିଜେ ଏମିତି ବହୁତ ଲୋକଙ୍କୁ ଦେଖିଛି। ପଇସା ଉଧାର ନେବା ସମୟରେ କାନ୍ଦି କାନ୍ଦି କହିବେ ଯେ ସାଙ୍ଗ ତୁମେ ମୋର ଶେଷ ଆଶା ଅଟ, ଭଗବାନ ତୁମର ଭଲ କରିବେ, ମୁଁ ତୁମକୁ କେବେ ଭୁଲିବି ନାହିଁ। କିନ୍ତୁ ଯେବେ ଫେରାଇବାର ସମୟ ଆସିଥାଏ ତ ଏମାନେ ଆପଣଙ୍କୁ ଦେଖିକରି ରାସ୍ତା ବଦଳାଇ ଦିଅନ୍ତି, ଆପଣଙ୍କୁ ଇଗ୍ନୋର କରନ୍ତି ଏବଂ ଶେଷରେ ଆପଣଙ୍କୁ ହିଁ ଖରାପ ଲୋକ ବନାଇ ଦିଅନ୍ତି। ତ ସାଙ୍ଗମାନେ, ଯଦି ଆପଣଙ୍କ ଜୀବନରେ କେହି ମଧ୍ୟ ଏମିତି ଲୋକ ଅଛନ୍ତି ଯିଏ ଖାଲି ନିଜର ସ୍ୱାର୍ଥ ପାଇଁ ଆପଣଙ୍କୁ ମନେ କରିଥାଏ ତ ବୁଝିଯାଆନ୍ତୁ ଏହି ଲୋକ ଆପଣଙ୍କର ଭଲ ସାଙ୍ଗ ନୁହେଁ, ଖାଲି ଆପଣଙ୍କର ବ୍ୟବହାର କରୁଛନ୍ତି ଏବଂ ଗୋଟିଏ ଦିନ ଏମାନେ ଅବଶ୍ୟ ବିଶ୍ୱାସଘାତ କରିବେ। 5, ଯିଏ ଆପଣଙ୍କର ସଫଳତାରେ ଈର୍ଷା କରିଥାଏ। ସବୁଠାରୁ ଶେଷ ଏବଂ ସବୁଠାରୁ ଦୁଃଖଦାୟକ ଲୋକ ଏହା ଅଟେ ଯିଏ ଆପଣଙ୍କର ସଫଳତାରେ ଜଳିଥାଏ। ଏହା ସେହି ଲୋକ ହୋଇଥାନ୍ତି ଯେଉଁମାନେ ଆପଣଙ୍କର ନିକଟରେ ଥାଆନ୍ତି କିନ୍ତୁ ଭିତରେ ଭିତରେ ଆପଣଙ୍କୁ ଈର୍ଷା କରୁଥାନ୍ତି। ଯେବେ ଆପଣ ତାଙ୍କ ପାଇଁ ଛିଡ଼ା ହୋଇଥିଲେ, ଯେବେ ଆପଣ ଷ୍ଟ୍ରଗଲ୍ କରୁଥିଲେ ସେତେବେଳେ ତ ଏମାନେ ଆପଣଙ୍କର ବହୁତ ଭଲ ସାଙ୍ଗ ଥିଲେ। କିନ୍ତୁ ଯେମିତି ହିଁ ଆପଣ ଆଗକୁ ବଢ଼ିଯିବେ, ଯେମିତି ଆପଣଙ୍କୁ ସଫଳତା ମିଳିଯିବ ତ ତାଙ୍କର ଅସଲି ଚେହେରା ସାମ୍ନାକୁ ଆସିଯାଏ। ଏମିତି ଲୋକ ଆପଣଙ୍କର ସଫଳତାକୁ ସହ୍ୟ କରିପାରନ୍ତି ନାହିଁ। ଆପଣଙ୍କ ଖୁସି ତାଙ୍କୁ ଭିତରୁ ଜଳାଇ ଦେଇଥାଏ। ସାମ୍ନାରେ ତ ଏମାନେ ଶୁଭକାମନା ଦିଅନ୍ତି କିନ୍ତୁ ହୃଦୟରୁ ଅନ୍ୟ କିଛି ଚାଲୁଥାଏ। ଏମାନେ ଚାହାନ୍ତି ଯେ ଆପଣ ପୁଣି ତଳକୁ ଆସିଯାଆନ୍ତୁ, ଆପଣଙ୍କୁ ମଧ୍ୟ ଫେଲୁଅର ମିଳୁ, ଆପଣଙ୍କର ମଧ୍ୟ ଅସମ୍ମାନ ହେଉ ଏବଂ ସବୁଠାରୁ ଖତରନାକ କଥା ଏହା ଅଟେ ଯେ ଏମାନେ ଆପଣଙ୍କୁ ତଳେ ପକାଇବା ପାଇଁ କିଛି ମଧ୍ୟ କରିପାରିବେ। ମୁଁ ନିଜର ଜୀବନରେ ଏମିତି ବହୁତ କେସ୍ ଦେଖିଛି ଯେଉଁଠାରେ ସବୁଠାରୁ ନିକଟର ସାଙ୍ଗ ହିଁ ଆପଣଙ୍କୁ ଧୋକା ଦେଇଥିବ। ନିଜ ବେଷ୍ଟ ଫ୍ରେଣ୍ଡର ଜବ୍କୁ ଛଡ଼ାଇବା ପାଇଁ ଚେଷ୍ଟା କରି ତାଙ୍କର ସମ୍ପର୍କ ଭାଙ୍ଗିଥାଏ, ତାଙ୍କର ବିଜନେସରେ ପ୍ରୋବ୍ଲେମ୍ କ୍ରିଏଟ୍ କରି, ସବୁକିଛି ଖାଲି ଏଥିପାଇଁ କାରଣ ସେମାନେ ଏହା ଦେଖିପାରନ୍ତି ନାହିଁ ଯେ ତାଙ୍କର ସାଙ୍ଗ ତାଙ୍କଠାରୁ ଆଗକୁ ଯାଉଛି। ଏମିତି ଲୋକଙ୍କୁ ଚିହ୍ନିବା ମୁସ୍କିଲ ଅଟେ କାରଣ ଏମାନେ ବହୁତ ଭଲରେ ଆକ୍ଟିଂ କରିଥାନ୍ତି। କିନ୍ତୁ ଯେବେ ଆପଣ ଧ୍ୟାନରେ ଦେଖିବେ ତ ଆପଣ ଜାଣିଯିବେ, ଯେବେ ଆପଣ ନିଜ ଖୁସି ସେୟାର କରନ୍ତି ଏବଂ ତାଙ୍କ ଚେହେରାରେ ଅସଲି ଖୁସି ଦେଖା ନ ଦେବ,
ଯେବେ ଆପଣ ନିଜର ଆଚିଭମେଣ୍ଟ ବିଷୟରେ କୁହନ୍ତି ଏବଂ ସେ ତାକୁ କମ୍ କରି ଦେଖାଇବାକୁ ଚେଷ୍ଟା କରନ୍ତି, ଯେବେ ଆପଣ ଆଗକୁ ବଢ଼ନ୍ତି ଏବଂ ସେ ଆପଣଙ୍କୁ ତଳକୁ ଗୋଡ଼ ଟାଣିବାର ଚେଷ୍ଟା କରନ୍ତି, ଏହା ସବୁ ସାଇନ୍ ଅଟେ ଯେ ଏହି ଲୋକ ଆପଣଙ୍କୁ ଜଳିଥାଏ ଏବଂ କୌଣସି ଦିନ ମଧ୍ୟ ଆପଣଙ୍କୁ ଧୋକା ଦେଇଦେବ। ତ ସାଙ୍ଗମାନେ, ଏମାନେ ଥିଲେ ସେହି 5 ପ୍ରକାରର ଲୋକ ଯେଉଁମାନେ ସବୁବେଳେ ଧୋକା ଦେଇଥାନ୍ତି। କିନ୍ତୁ ଏବେ ସବୁଠାରୁ ଇମ୍ପୋର୍ଟାଣ୍ଟ ପ୍ରଶ୍ନ ଏହା ଅଟେ ଯେ ଏହି ଲୋକମାନଙ୍କ ଠାରୁ କେମିତି ବଞ୍ଚାଯାଇପାରିବ। ମୁଁ ଆପଣଙ୍କୁ କିଛି ବହୁତ ଜରୁରୀ କଥା କହିବା ପାଇଁ ଚାହୁଁଛି। ସବୁଠାରୁ ପ୍ରଥମ କଥା, କେବେ ମଧ୍ୟ କାହାକୁ ଆଖି ବନ୍ଦ କରି ଭରସା କରନ୍ତୁ ନାହିଁ, ସେ କେତେ ମଧ୍ୟ ନିଜର ହୋଇଥାଉ ନା କାହିଁକି। ନିଜର ସବୁ ଦୁର୍ବଳତା, ନିଜର ସବୁ ରହସ୍ୟ କାହାକୁ ମଧ୍ୟ କୁହନ୍ତୁ ନାହିଁ। କିଛି ଜିନିଷ ଖାଲି ନିଜ ପର୍ଯ୍ୟନ୍ତ ହିଁ ସୀମିତ ରଖିବା ଉଚିତ। ଦ୍ୱିତୀୟ କଥା, ଲୋକଙ୍କୁ ତାଙ୍କର ଆକ୍ଟିଂରୁ ହିଁ ଜାଣିବାକୁ ଚେଷ୍ଟା କରନ୍ତୁ, ତାଙ୍କର କଥାରୁ ନୁହେଁ। କଥା ତ ସମସ୍ତେ ବଡ଼ ବଡ଼ କରିପାରିବେ, କିନ୍ତୁ ଅସଲି ଲୋକ ସେ ଅଟେ ଯିଏ ବିପଦ ସମୟରେ ସାଥ ଦେଇଥାଏ। ତୃତୀୟ କଥା, ଯଦି ଆପଣଙ୍କୁ ଲାଗିବ ଯେ କୌଣସି ବ୍ୟକ୍ତି ଏହି 5ଟି କ୍ୟାଟାଗୋରୀ ମଧ୍ୟରୁ କୌଣସିଥିରେ ଆସୁଛି, ତ ତାଠାରୁ ଦୂରେଇ ରୁହନ୍ତୁ। ଜରୁରୀ ନୁହେଁ ଆପଣ ତା ସହିତ ଲଢ଼ନ୍ତୁ ବା ଝଗଡ଼ା କରନ୍ତୁ, ଖାଲି ଧୀରେ ଧୀରେ ଦୂରେଇ ଯାଆନ୍ତୁ। ନିଜର ପର୍ସନାଲ ଲାଇଫ୍ ତାହାକୁ ସେୟାର କରନ୍ତୁ ନାହିଁ। ଏବଂ ଚତୁର୍ଥ ଏବଂ ସବୁଠାରୁ ଇମ୍ପୋର୍ଟାଣ୍ଟ କଥା, ଭରସା ରଖନ୍ତୁ। ଆପଣଙ୍କୁ ଅନ୍ୟ କାହାର ଭ୍ୟାଲିଡେସନର ଆବଶ୍ୟକ ନାହିଁ। ମନେ ରଖନ୍ତୁ, ଜୀବନରେ ଧୋକା ଅବଶ୍ୟ ମିଳିଥାଏ, କିନ୍ତୁ ସେହି ଧୋକାରୁ ଆମକୁ ଶିକ୍ଷା ନେବା ଉଚିତ। ଆମକୁ ଆହୁରି ମଧ୍ୟ ସମଝଦାର ବନିବା ଉଚିତ ଏବଂ ଆମକୁ ଏହା ଭୁଲିବା ଉଚିତ ନୁହେଁ ଯେ ଦୁନିଆରେ ଖରାପ ଲୋକଙ୍କ ସହିତ ଭଲ ଲୋକ ମଧ୍ୟ ଅଛନ୍ତି। ଖାଲି ଆମକୁ ଉଚିତ ଲୋକଙ୍କୁ ଚିହ୍ନିବା ଜରୁରୀ ଅଟେ। ତ ସାଙ୍ଗମାନେ, ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଲା ତ ନିଶ୍ଚୟ ଲାଇକ୍ କରନ୍ତୁ ଏବଂ ସାଙ୍ଗମାନଙ୍କ ସହିତ ଅବଶ୍ୟ ସେୟାର କରନ୍ତୁ। ଧନ୍ୟବାଦ।